ବୋଉ ମୋ ପ୍ରୋଗ୍ରେସ ରିପୋର୍ଟରେ ଦସ୍ତଖତ କରିଦେଇଛୁ। ଟୋକା ଜିନିଷ ଆଇସ୍ ପରୀକ୍ଷା ଦଉଛି ଦସ୍ତଖତ ନ କଲେ ରେଜଲ୍ଟ ବାହାରିବନି। ମୁଁ ଅଙ୍କରେ 100ରୁ 100 ରଖିଛି। ଅଙ୍କରେ 100ରୁ 100 ରଖିଛି। ଗଲା ତ ସେଠୁ ଆଉ। ଇଂଲିଶରେ ବି 100ରୁ 100 ରଖିଛି। ଇଂଲିଶ ତମେ ସେ କଥା କିଛି ବୁଝିପାରିବନି। ଚୁପ୍ ରହ। ଓହୋ କହିକେଇ ସେ ଇଂଲିଶ ପାଠ ତମେ ବୁଝିପାରିବ ନାହିଁ। ରୁହ ମ ତମେ ତ ନହେଲେ ଭାରି ଇଂଲିଶ ବୁଝିଲା ନା ଆଉ। ବୋଉ କାଲି ଆମ ସ୍କୁଲର ପ୍ୟାରେଣ୍ଟସ୍ ଡେ ସମସ୍ତଙ୍କ ବାପା ମା ମାନେ ଯିବେ, କିନ୍ତୁ ମୁଁ ଆମ ସାର୍ଙ୍କୁ କହିଦେଇଛି ବାପାଙ୍କୁ ତ ଆଣିପାରିବିନି, ହେଲେ ତୁ ନିଶ୍ଚୟ ଯିବୁ। କାହିଁକି ତୁ ତ ମାଷ୍ଟରଙ୍କୁ କହିଦେଲୁନି ତୋର କେହି ବାପା ନାହାନ୍ତି ବୋଲି? ସେ କଥା ତ କହିନି, ମୁଁ ଖାଲି କହିଛି ମୋ ବାପା ମନ୍ଦିର ଆଉ ସ୍କୁଲ ଭଳି ପବିତ୍ର ଜାଗାକୁ ଯିବା ପାଇଁ ମୋଟେ ଭଲ ପାଆନ୍ତିନି। ତାଙ୍କ ଦେହ ମୁଣ୍ଡ ଖାଲି କୁଣ୍ଡେଇ ହୁଏ। ସେ ଜୁଆଡା ମଦ ଦୋକାନ ଆଉ ନାଚ କ୍ଲବକୁ ଯିବା ପାଇଁ ଭାରି ଭଲ ପାଆନ୍ତି। ଏଇ ତୋର ତ ବହୁତ ସାହସ ହେଇଗଲାଣି, ତୁ ମତେ ଅପମାନ ଦଉଛୁ। କେତେବେଳେ? ମୁଁ ତ ମୋ ବାପାଙ୍କ ବିଷୟରେ କହୁଥିଲି। ଆପଣଙ୍କ ଦେହରେ କାହିଁ ଲାଗିଗଲା? ଆପଣ ମୋ ବାପା କି? କାହିଁକି ତ ବୋଉ ତତେ କହିନି କିଏ ତ ବାପା ବୋଲି? ହଁ କହିଛି, ଆଉ ଏକଥା ବି କହିଛି ମୋ ବାପା ଗୋଟେ କାଳ ନାଗୁନ ଫାସ ଭିତରେ ପଡି ଯାଇଛନ୍ତି। ଆସୁଛି ବୋଉ। ବାଏ ମିଷ୍ଟର ସାମନ୍ତରାୟ।